ହାୱାଇ ଦ୍ୱୀପର ଆଖପାଖ ଅଞ୍ଚଳରେ ରିମ୍ ଅଫ୍ ଦି ପାସିଫିକ୍ ରିମ୍ ପ୍ୟାକ୍ ଅଭ୍ୟାସ ଜୁନ୍ 27ରୁ ଆରମ୍ଭ ହୋଇଛି। ଅଗଷ୍ଟ 1 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯୁଦ୍ଧାଭ୍ୟାସରେ 29ଟି ଦେଶର ସେନା ସାମିଲ ହେବେ। 1971ରେ ଅଷ୍ଟ୍ରେଲିଆ, କାନାଡ଼ା, ଆମେରିକା ଏହି ଯୁଦ୍ଧାଭ୍ୟାସ ଆରମ୍ଭ କରିଥିଲେ। ଏହି ଏକ୍ସରସାଇଜ୍ରେ ଏବେ ଦକ୍ଷିଣ କୋରିଆ, ଜାପାନ, ଭାରତ, ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର, ଲାଟିନ୍ ଆମେରିକା ଓ ବହୁ ନାଟୋ ସହଯୋଗୀ ରାଷ୍ଟ୍ର ସାମିଲ ହେଉଛନ୍ତି। ଏହି ଯୁଦ୍ଧାଭ୍ୟାସରେ 150 ବିମାନ, 40ଟି ବଡ଼ ଜାହାଜ, 3 ବୁଡ଼ା ଜାହାଜ ଓ 25,000ରୁ ଅଧିକ ସୈନିକ ଅଂଶଗ୍ରହଣ କରୁଛନ୍ତି। ଜାହାଜରେ ଯୁଦ୍ଧ ବିମାନ ଲ୍ୟାଣ୍ଡିଂ, ବୁଡ଼ା ଜାହାଜ ଧ୍ୱଂସ କରିବା ନେଇ ପ୍ରଶିକ୍ଷଣ, ଜାହାଜ ବୁଡ଼ାଇବାକୁ ଅଭ୍ୟାସ ସହ ରାଫେଲ ଗର୍ଜନ ବି ଶୁଣିବାକୁ ମିଳିବ। ଚୀନ ସହିତ ବଢ଼ୁଥିବା ତିକ୍ତତା ମଧ୍ୟରେ ଏଭଳି ସାମୂହିକ ଯୁଦ୍ଧାଭ୍ୟାସର ଅନେକ ରାଜନୈତିକ ମହତ୍ତ୍ୱ ରହିଛି। ଆମେରିକା ଓ ଏହାର ୟୁରୋପୀୟ ସହଯୋଗୀଙ୍କ ମଧ୍ୟରେ ନୂଆ ପ୍ରତିରକ୍ଷା ଚୁକ୍ତି ହୋଇଛି। ଏହା ସହ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏମାନେ ନିଜ ନିଜର ସୈନ୍ୟ କ୍ଷମତା ବୃଦ୍ଧି କରିଛନ୍ତି। ତାଇୱାନ ଉପକୂଳରେ ଚୀନ ନିଜର ସୈନ୍ୟ ଗତିବିଧି ବଢ଼ାଇ ଦେଇଛି। ଏହା ସହ ଫିଲିପାଇନ୍ ସୀମାରେ ଚୀନ ଯୁଦ୍ଧ ଜାହାଜର ଉପସ୍ଥିତି ମଧ୍ୟ ବିଶ୍ୱରେ ନୂଆ ବିବାଦକୁ ଜନ୍ମ ଦେଇଛି। ଇଣ୍ଡୋ ପାସିଫିକ୍ କ୍ଷେତ୍ରରେ କ୍ଷେତ୍ରୀୟ ଦାବିକୁ ନେଇ ଚୀନ, ତାଇୱାନ, ଫିଲିପାଇନ୍ସ, ଭିଏତନାମ ଓ ମାଲେସିଆ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ଆମେରିକା ଓ ବହୁ ନାଟୋ ସଦସ୍ୟ ଦେଶ ଏହି କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରୟାସ ଜାରି ରଖିଛନ୍ତି।